10 ଲକ୍ଷଣ ପର୍ଯ୍ୟନ୍ତ ସମ୍ଭବ ନୁହଁ, ସମ୍ଭବ ନାହିଁ। କାହିଁକି ଭାଗବତ ଏକମାତ୍ର 10 ଲକ୍ଷଣ। ଶ୍ରୀମଦ୍ ଭାଗବତ ଦ୍ୱିତୀୟ ସ୍କନ୍ଧ 10ମ ଅଧ୍ୟାୟ ଦେଖିବେ, এই 10 ଲକ୍ଷଣ ପାଇଯିବେ ଆପଣ। କ'ଣ କ'ଣ 10 ଲକ୍ଷଣ? ସର୍ଗ, ବିସର୍ଗ, ସ୍ଥାନ, ପୋଷଣ, ଉତ୍ତି, ମନନ୍ତର, ନିରୋଧ, ମୁକ୍ତି, ଆଶ୍ରୟ। ତୃତୀୟ ସ୍କନ୍ଧ ଠାରୁ ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତ ପ୍ରତି ଅଧ୍ୟାୟ ଗୋଟେ ଗୋଟେ ଲକ୍ଷଣ ଯୁକ୍ତ। ଷଷ୍ଠ ଅଧ୍ୟାୟର ଲକ୍ଷଣ ହେଉଛନ୍ତି ପୋଷଣ। ଭକ୍ତମାନଙ୍କୁ ପୋଷଣ କରିବା ହେଉଛି ଭଗବାନଙ୍କ କର୍ତ୍ତବ୍ୟ। ତେଣୁ ଅଜାମିଳ ମହାପାପୀ, ଅନେକ ଦୁରାଚାରୀ ଥିଲା, କିନ୍ତୁ ଯେତେ ଶେଷ ସମୟରେ ଭଗବାନ ଡାକିନି, ପୁଅ ନାଁ ଡାକିଦେଲା। ପୁଅକୁ ଭୟରେ ଡାକା ପକେଇଲା, ଦେଖିଲା ଯମଗଣକୁ ଭୟରେ ପୁଅକୁ ଡାକା ପକେଇଲା, କିନ୍ତୁ ପୁଅ ନାଁ କ'ଣ ଥିଲା? ନାରାୟଣ। ସେଇଥିପାଇଁ ଆମର ପୂର୍ବପୁରୁଷମାନେ ଆମ ନାଁ ପିଲାମାନଙ୍କ ନାଁ ଦେଇଥାନ୍ତି, ଭଗବାନଙ୍କ ନାମକୁ ଆଧାର କରି ନାମିତ କରିଥାନ୍ତି ଯେ ସନ୍ତାନ ସନ୍ତତି ମାନଙ୍କର। କିନ୍ତୁ ଆମେ କ'ଣ କରୁଛୁ? ଆମେ ସେ ବାଟକୁ ଭୁଲି ଯାଉଛୁ, ଆମେ ସେ ବାଟ ହୁଡ଼ି ଯାଉଛୁ। ତେଣୁ ଆପଣମାନେ ଶିକ୍ଷା କରନ୍ତୁ, ପୁରାଣ ଆମକୁ କ'ଣ ଶିକ୍ଷା ଦେଉଛି, ଭାଗବତ ଆମକୁ କ'ଣ ଶିକ୍ଷା ଦେଉଛି, ଆମେ ତାକୁ ଆଚରଣରେ ପରିସ୍ଫୁଟିତ କରାଇବା, ଆମେ ତାକୁ କାର୍ଯ୍ୟକାରୀ କରିବା। ହେଲେ କ'ଣ ହବ? ଜୀବନ ଧନ୍ୟ ହବ। ଯାଉ ତୁରନ୍ତ ଉଦାହରଣ ଅଜାମିଳ। ଅଜାମିଳ ଯେତେବେଳେ ଡାକିଦେଲା ନାରାୟଣ, ଆଉ ଯମଦୂତ ନେଇପାରିଲେ ନାହିଁ, ବିଷ୍ଣୁଦୂତ ମାନେ ଆସି ପହଞ୍ଚିଗଲେ। ତେଣୁ এই ନାମର ପ୍ରଭାବକୁ ଆପଣମାନେ ଅନୁଭବ କରନ୍ତୁ। ଆଜି ମଧ୍ୟ ଯାହାଙ୍କର ଜନ୍ମଦିନ ଭାଗବତ ଆଉ ଗୋଟେ କଥା କହିଥିଲି, ଭାଗବତର ପ୍ରତ୍ୟେକ ସ୍କନ୍ଧ ହେଉଛି ଭଗବାନଙ୍କର ଅଙ୍ଗ ସହିତ ତୁଳନୀୟ। କ'ଣ କ'ଣ ଅଙ୍ଗ ସହିତ ତୁଳନୀୟ? ଭଗବାନଙ୍କର ଯେଉଁ ବ୍ରହ୍ମ ଶବ୍ଦ ସ୍ୱରୂପ ହେଉଛନ୍ତି ଶ୍ରୀମଦ୍ ଭାଗବତ। ଭଗବାନଙ୍କର ଯେଉଁ ପଦ ଯୁଗଳ ତାହା ହେଉଛନ୍ତି ପ୍ରଥମ ସ୍କନ୍ଧ, ହେଉଛନ୍ତି ଭଗବାନ ଦ୍ୱିତୀୟ ସ୍କନ୍ଧ ପ୍ରଭୁଙ୍କର ପଦ ଯୁଗଳ। ତେଣୁ ଭଗବାନଙ୍କ ଯେଉଁ ପାଦ ତାକୁ ମଧ୍ୟ ଗୋଟେ ଗୋଟେ ସ୍କନ୍ଧରେ ଭଗବାନ ମାନେ ତାକୁ ବର୍ଣ୍ଣନା କରାଯାଇଛି। ପ୍ରଥମ ସ୍କନ୍ଧ ହେଲେ ଆପଣଙ୍କର ଭଗବାନଙ୍କର ପାଦ ପଦ୍ମ, ଯେଉଁଥିରେ ଅଷ୍ଟାଦଶ ଚିହ୍ନ ରହିଛନ୍ତି, ସେ ଭଗବାନଙ୍କର ପାଦ ପଦ୍ମ ହେଉଛି ଶ୍ରୀମଦ୍ ଭାଗବତଙ୍କର ପ୍ରଥମ ସ୍କନ୍ଧ। ଦ୍ୱିତୀୟ ସ୍କନ୍ଧ ହେଲେ ଜାନୁ ହେଉଛି ଦ୍ୱିତୀୟ ସ୍କନ୍ଧ। ତୃତୀୟ ସ୍କନ୍ଧ ହେଲେ ଭଗବାନଙ୍କର ଯେଉଁ ଉରୁ, ତାହା ହେଉଛି ଭାଗବତଙ୍କର ତୃତୀୟ ସ୍କନ୍ଧ। ଚତୁର୍ଥ ସ୍କନ୍ଧ ହେଲେ ଭଗବାନଙ୍କର କଟି ଦେଶ, ହେଲେ ଚତୁର୍ଥ ସ୍କନ୍ଧ ହେଲେ ଭଗବାନଙ୍କର ଯେଉଁ କଟି ଭାଗ, ତାହା ହେଉଛି ଭାଗବତର ଚତୁର୍ଥ ସ୍କନ୍ଧ। ପଞ୍ଚମ ସ୍କନ୍ଧ ହେଲେ ନାଭି ଦେଶ ଭଗବାନଙ୍କର ହେଉଛି ଶ୍ରୀମଦ୍ ଭାଗବତଙ୍କର ପଞ୍ଚମ ସ୍କନ୍ଧ। এটা ମନକୁ ନାହିଁ, ସେ ଭାଗବତରେ ମଧ୍ୟ ବର୍ଣ୍ଣିତ ଅଛି। ଷଷ୍ଠ ସ୍କନ୍ଧ ଭଗବାନଙ୍କ ହୃଦୟ, ଯେଉଁ କହୁଥିଲି ପୋଷଣ, ଷଷ୍ଠ ସ୍କନ୍ଧ ଯେଉଁ ପୋଷଣ ଲକ୍ଷଣ, ସେ ହେଉଛି ଭଗବାନଙ୍କର ଷଷ୍ଠ ସ୍କନ୍ଧ, ହେଉଛି ଭାଗବତର ଷଷ୍ଠ ସ୍କନ୍ଧ, ଭଗବାନଙ୍କର ଯେଉଁ ହୃଦୟ। ସପ୍ତମ ସ୍କନ୍ଧ ଭଗବାନଙ୍କର ବକ୍ଷ ଦେଶ, ହୃଦୟ ଉପରକୁ ଯେଉଁ ବକ୍ଷ ଦେଶ ରହିଛି, ଇଏ ହେଉଛି ସପ୍ତମ ସ୍କନ୍ଧ। ଅଷ୍ଟମ ସ୍କନ୍ଧ ହେଉଛି କଣ୍ଠ ଦେଶ, ଅଷ୍ଟମ ହେଉଛନ୍ତି କଣ୍ଠ ଦେଶ। ନବମ ସ୍କନ୍ଧ ପ୍ରଭୁଙ୍କର ସ୍କନ୍ଧତ୍ରୟ। ଦଶମ ସ୍କନ୍ଧ ହେଉଛି ଭଗବାନଙ୍କର ଶ୍ରୀମୁଖ ମଣ୍ଡଳ, ଭଗବାନଙ୍କ ଯେଉଁ ମାଧୁର୍ଯ୍ୟ ଲୀଳା, ଯେଉଁ ଯାହାକୁ ମୁଖକୁ ଚାହିଁକି ଯେଉଁ ଭକ୍ତମାନେ ଅଭିନତ ଚାହିଁକି ଆନନ୍ଦ ପ୍ରାପ୍ତ ହୁଅନ୍ତି, ଜଗନ୍ନାଥଙ୍କୁ ଦର୍ଶନ କରିକି କ'ଣ ଦେଖନ୍ତି? ଦୁଇଟି ଚକା ଆଖି ଦେଖନ୍ତି, ପ୍ରଭୁଙ୍କର ରଙ୍ଗ ଅଧର। ଏଇ ଯୋଡ଼ି ହିଁ ଭକ୍ତମାନଙ୍କୁ ଏଭଳି ଆକର୍ଷିତ କରିଛି। କୋଟି କୋଟି ସଂଖ୍ୟାରେ ଆଜି ଯାଉଛନ୍ତି ଭଗବାନ ଜଗନ୍ନାଥ ଦର୍ଶନ କରିବା ପାଇଁ। ଭିଡ଼ ହେଉଛି, କଷ୍ଟ ହେଉଛି, ତଥାପି ଜଗନ୍ନାଥ ଦର୍ଶନ ପାଇଁ ଭକ୍ତ କେବେ ଛାଡ଼ି ପାରୁନାହାନ୍ତି। କ'ଣ ଦେଖିବା ପାଇଁ? ଦୁଇଟି ଚକା ଆଖି ଆଉ ରଙ୍ଗ ଅଧର। ତେଣୁ ପ୍ରଭୁଙ୍କର ମୁଖମଣ୍ଡଳ ହେଉଛି ଭାଗବତର ଦଶମ ସ୍କନ୍ଧ, ଏକାଧାରରେ ଗୋପଲୀଳା ଏବଂ ଦ୍ୱାରିକା ଲୀଳା। ଏବଂ ସେଇ ମୁଖମଣ୍ଡଳରେ ପ୍ରଭୁଙ୍କର ଯେଉଁ ହେଉଛି ରଙ୍ଗ ଅଧର, ଯେଉଁ ରଙ୍ଗ ଅଧରରୁ ନିତ୍ୟ ନିରନ୍ତର ଅମ୍ୟ ରସ, ଅମ୍ୟ ସୁଧା ଖେଳିତ ହେଉଛି, ଭରି ପଡ଼ୁଛି ଏବଂ ସେ ସୁଧାକୁ ଭକ୍ତମାନେ ପାନ କରି ଚାଲିଛନ୍ତି। ସେ ହେଉଛି ଭାଗବତର ରାସ ପଞ୍ଚାଧ୍ୟାୟ। ସିଏ ହେଉଛି ଭଗବାନଙ୍କର ରଙ୍ଗ ଧରାଉଛି ଭଗବାନଙ୍କର ଭାଗବତର ହେଉଛି ଯେଉଁ ରସ ପଞ୍ଚାଧ୍ୟାୟ। ରାସ ପଞ୍ଚାଧ୍ୟାୟ କିଏ? ଜଗନ୍ନାଥ ଦେଖିବେ ଆପଣ 30ରୁ 34, 30, 31, 32, 33 ହେଉଛି ରାସ ପଞ୍ଚାଧ୍ୟାୟ। ଏବଂ ଯଦି ବ୍ୟାସଙ୍କର ଦେଖିବେ ଭାଗବତ, ବ୍ୟାସ ଯେଉଁ ଶ୍ଲୋକ ରହିଛି 18ଟା ଶ୍ଲୋକ ରଚନା କରିଛନ୍ତି, ତାହା ହେଉଛି 29, 30, 31, 32, 33। এই 5ଟି ଅଧ୍ୟାୟ ହେଉଛି ଭାଗବତର ପଞ୍ଚ ପ୍ରାଣ। ପ୍ରାଣ, ଅପାନ, ଜ୍ଞାନ, ଉଦାନ, ସମାନ ହେଉଛି ପଞ୍ଚ ପ୍ରାଣ ଭାବରେ এই 5 ଅଧ୍ୟାୟକୁ ଅଭିହିତ କରାଯାଇଛି। ଭାଗବତ ପଞ୍ଚ ପ୍ରାଣ କହିଲେ ରାସ ପଞ୍ଚାଧ୍ୟାୟ। ସଦା ସର୍ବଦା ରାସକୁ ପଢ଼ିଦେବେ, ଆପଣ ଭାବରେ ତଲ୍ଲୀନ ହେଇଯିବେ, କୃଷ୍ଣ ପ୍ରେମରେ ତଲ୍ଲୀନ ତଦ୍ଗତ ହେଇଯିବେ। ଏବଂ ଦଶମ ସ୍କନ୍ଧ ହେଉଛି ଭଗବାନଙ୍କର ହେଲା କ'ଣ ନା ମୁଖମଣ୍ଡଳ ଏବଂ ପ୍ରଭୁଙ୍କର ଯେଉଁ ଲଲାଟ, ତାହା
एकादश स्कंद एवं शिरदेश ता हूँ द्वादश स्कंद भगवान ये हूँ गोटे गोटे स्कंद भगवान अन्नछद पूरण हो भागवत साक्षात श्रीकृष्ण भागवत साक्षात भगवान स्वरूप तेणु आप भागवत ग्रंथ पूजा करूँ भगवान कथा प्राप्त हो पारे भागवत पठन करूँ धर्मशास्त्र भागवत पठन कर चलतु आप तार फल पाइपर मुझे प्रत्येक भागवत घर पाठ करुँ मुझे कहूँ मत करुँ कहीं मुझे बस अधिकार ना यदि मुझे कार्य फंड न करी जहाँ मुझे कह मत करिए बाध्य मुझे भागवत मुझे प्रत्यय कृष्ण हृदय धारा से कि परी हेबे तारू ताकू करिछि कहते रास पंचाध्याय कथा से रास पंचाध्याय भितर जी कहते पंच प्राण प्राण अपान व्यान उदान समान यही पंच प्राण भितर श्रेष्ठ प्राणवायु होती प्राणवायु प्राणवायु अपान वायु उदान वायु समान वायु व्यान वायु ये जो पांच गोटी प्राण ये स्वर भितर प्रस्थान कर श्रेष्ठ कहते प्राणवायु तेणु भागवत जो पांच गोटी अध्याय पांच गोटी रास पंचाध्याय ता भर प्राणवायु किए से ना प्राणवायु होती गोपी गीत आगे गोपी गीत हूँ प्राणवायु सदृश एवं शरीर में कौट कौट वायु अपन अच्छा हृदय 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 प्राण हृदय अर्थ हृदय प्राण हृदय अपान हृदय अर्थ गृहद्वार अपान वायु हृदय प्राणवायु बुद्धि अपान समान नाभिमंडल समान वायु कौटी नाभिमंडल उदान कंठदेशस्तु उदान वायु कौटी ना कंठदेश एवं आउ जो गोटे वायु रहीगला से वायु किए ना व्यान वायु व्यान कौटी ना व्यान सर्व शरीर सर्व शरीर व्यान वायु चलपत्र कहते तेणु चारि गोटी आम जो चक्र चारि गोटी वायु रहीगले गोटे वायु सर्वदा शरीर समस्त अंग चलपत्र कहते व्यान सर्व शरीर तेणु जो हृदय जो प्राणवायु रहा ता हूँ आमर गोपी गीता गोपी गीत जयते अधिक जन्म ना प्रज आप ये गीत को यदि आप निशार्थ कौन सी समस्या आसी संकट आसी आप्त वाक्य मोर नुहे ये हूँ शास्त्रकार मान सिद्ध साधक मानक आज्ञा मुझे दुईटा आप्त वाक्य कही यदि आपण चेष्टा करेंगे कार्यकारी करेंगे गोटे कहूँ आप निशार्थ संकट आसी दुख आसी मोचन पाए यही गोपी गीत 19 श्लोक सहित भगवान दीट श्लोक ये छोट भगवत गीता गोटा ये मुझे रखुच्छे बड़ आपेक्षा छोट मत मिलूँ गियास काटी सदृश मिलूँ रखिले कौन हम आपण मन प्रश्न आसो कौन हम ना आपण मैंने कौन रास्ता गला बेले कौन दुर्घटनार सम्मुखीन हे ना ज्वलंत उदाहरण मोर मझिया पुओ बाहर का जो ट्रेन एक्सीडेंट है जून 2 तारिख में 2023 मसीहा से एक्सीडेंट मोर मझिया पुओ था खड़गपुर आसूला एवं से ट्रेन से थिला एवं रही कौन है ना मत लिखाईगला जो लिस्ट ये मो ना कहूँ अधिक कहू ना मुझे थाए बोधे से आसला कहती बोधे थाने मुझे थाए आम सान भाई मुझे आम उभय दी बहु मैंने था जो एलआईसी क्लेम सेटल कर एलआईसी पॉलिसी थी आम पाक एजेंट फोन कला तुम फोन आए क्लेम सेटल कहीं आप बुझी पारे मो कि कहूना से एजेंट फोन कला मोर पाक ना सान भाई पाक मुझे जानी मोर एमती एक्सीडेंट होती पुओ पापा में फोन कलु मुझे बापा किसी ना मोर तुम्हें देता गीता को रखी पाखे भगवत गीता की तेणु गीता मो पाखे थिला तो मो बापा किसी मुझे ट्रेन में ओह्लैक बहु लोक सेवा कली रात गोटे पर सेवा करी इसलिए मो धैर्य तिनि घटिला मो भोट सब फेरी आस ये जोड़े कथा मानतु शंकरा भगवान की आप जोड़े कथा मानतु आज्ञा ये हूँ से मंच जो मंचर प्रति कथार मूल्य
ମୂଲ୍ୟବାନ ଆପଣଙ୍କ ପକ୍ଷରେ ଯଦି ଆପଣ ଆଚରଣରେ ପରିସ୍ଫୁଟିତ କରିପାରିବେ, ଆଚରଣରେ ପ୍ରଦର୍ଶନ କରିପାରିବେ। ନିତ୍ୟ ନିରଞ୍ଜନ ଭଗବାନ ନାମ ଜପ କରନ୍ତୁ। ଦ୍ୱିତୀୟରେ ଭଗବତୀ ଗୀତାକୁ ପାଖେ ରଖନ୍ତୁ। ତୃତୀୟରେ ସଙ୍କଟ ଆସିଲେ, ଦୁଃଖ ଆସିଲେ ମୋଚନ ପାଏ ଆପଣ ଠିକ ଯାହା କହନ୍ତି ଦ୍ୱିତୀୟ ପ୍ରହର ଶେଷ ଭାଗରେ, ଦ୍ୱିତୀୟ ପ୍ରହର ଶେଷ, ତୃତୀୟ ପ୍ରହର ଆରମ୍ଭରେ ଗୋପୀ ଗୀତ ପାଠ କରନ୍ତୁ, ସଙ୍କଟ ଦୂରୀଭୂତ ହବ। ଏ ହେଉଛି ମୋ ବଚନ ନୁହଁ, ହେଉଛି ଶାସ୍ତ୍ରର ବଚନ। ତେଣୁ ଏଇଠି ଆପଣଙ୍କ ଏଇ ନାମ ସଂକୀର୍ତ୍ତନ ଯେଉଁ ନାମ ଆଜି କଳିରେ ପ୍ରସାର କରିବା ପାଇଁ ବିଭିନ୍ନ ଯୁଗରେ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ବିଭିନ୍ନ ମାଧ୍ୟମ ରହିଛି। ଶାସ୍ତ୍ର ପ୍ରଭାବ ମାନଙ୍କରେ କ'ଣ ମାଧ୍ୟମ ରହିଛି ନା ସତ୍ୟ ଯୁଗରେ ଜପ ତପ ହେଉଛି ମୁଖ୍ୟ ମାଧ୍ୟମ। ଜପ ତପ ଧ୍ୟାନ ଥିଲା ଭଗବତ କୃପା ପ୍ରାପ୍ତ ହେବା ପାଇଁ ମୁଖ୍ୟ ମାଧ୍ୟମ। ଯେତେବେଳେ ଯୁଗ ବଦଳିଗଲା, ତ୍ରେତୟା ଯୁଗ ଆସିଲା, ଯଜ୍ଞାନୁଷ୍ଠାନକୁ ଦିଆଗଲା ପ୍ରାଧାନ୍ୟ। ଯଜ୍ଞାନୁଷ୍ଠାନ ମାଧ୍ୟମରେ, ଯଜ୍ଞର ହବି ପ୍ରଦାନ ମାଧ୍ୟମରେ ଭଗବତ କୃପା ଲାଭ ହୋଇପାରିଲା। ପୁନର୍ବାର ଦ୍ୱାପର ଯୁଗ ଆସିଲା, ଅର୍ଚ୍ଚନ ବନ୍ଦନ ହେଲା ଭଗବତ କୃପା ପ୍ରାପ୍ତ ହେବାର ମୁଖ୍ୟ ମାଧ୍ୟମ। ଯେତେବେଳେ କଳିଯୁଗ ଆସିଲା, এই কলিযুগরে উদ্ধার পাইবা পাই কলিযুগ মানব কোন তার মাধ্যম হলা, এই মাধ্যমকু লোকମାନଙ୍କ ମଧ୍ୟରେ ପ୍ରଚାର କରିବା ପାଇଁ, ପ୍ରସାର କରିବା ପାଇଁ ଚୈତନ୍ୟ ମହାପ୍ରଭୁ ହେଲା ଆବିର୍ଭୂତ। ଚୈତନ୍ୟ ମହାପ୍ରଭୁଙ୍କର ହେଲା ଧରାବତରଣ। ଏବଂ ସେ କ'ଣ କଲେ ନା ମହାମନ୍ତ୍ର, କଳିଯୁଗର ମହାମନ୍ତ୍ର ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଆପଣ ପଞ୍ଜିକା ଖେଳିଦେବେ, ଦେଖିବେ ପ୍ରତି ଯୁଗରେ ଗୋଟେ ଗୋଟେ ମହାମନ୍ତ୍ର ରହିଛନ୍ତି। ସତ୍ୟର ଅଲଗା, ତ୍ରେତୟାର ଅଲଗା, ଦ୍ୱାପରର ଅଲଗା ଏବଂ କଳିର ମଧ୍ୟ ଅଲଗା। এই যে মহামন্ত্রକୁ ଆପଣ ନିତ୍ୟ ନିରନ୍ତର ବୁଝନ୍ତୁ। ଯଦି ମହାମନ୍ତ୍ର ପଢ଼ି ନ ପାରିବେ, ଆପଣ ଇଷ୍ଟ ନାମକୁ, ଆପଣଙ୍କ ଇଷ୍ଟ ନାମକୁ ସ୍ମରଣ କରନ୍ତୁ, ଗୁରୁଙ୍କୁ ସ୍ମରଣ କରନ୍ତୁ, ଗୁରୁଙ୍କ ନାମ ନିଅନ୍ତୁ, ଆପଣ ଦୁଃଖ ଦୂରୀଭୂତ ହୋଇଯିବ। ଏହା ନିଶ୍ଚିତ ସତ୍ୟ, ସତ୍ୟ ଧ୍ରୁବ ସତ୍ୟ। ଏବଂ ଏହି ନାମକୁ ପ୍ରଚାର କରିବା ପାଇଁ ଏହି କଳିଯୁଗରେ 1486 ଖ୍ରୀଷ୍ଟାବ୍ଦରେ, 1486 ଖ୍ରୀଷ୍ଟାବ୍ଦ ଫେବୃଆରୀ ମାସ 18 ତାରିଖ ଶନିବାର ଦିନ, ଯେତେବେଳେ ଆକାଶରେ ଚନ୍ଦ୍ରଗ୍ରହଣ ରହିଛି, ସାୟଂକାଳରେ ପ୍ରଦୋଷ ସମୟରେ, ପ୍ରତ୍ୟୁଷଣ୍ଣ ପ୍ରଦୋଷ ସମୟରେ, ଜଗନ୍ନାଥ ମିଶ୍ର ଆମର ଏଇ ଓଡ଼ିଶାର କୁଳୀନ ବ୍ରାହ୍ମଣ, ଯାଜପୁର କୁଳୀନ ବ୍ରାହ୍ମଣ ଜଗନ୍ନାଥ ମିଶ୍ର ଏବଂ ତା ପତ୍ନୀ ସତୀଦେବଙ୍କ ଗର୍ଭରୁ ଆବିର୍ଭୂତ ହେଲେ ଚୈତନ୍ୟ ମହାପ୍ରଭୁ। ଚୈତନ୍ୟ ମହାପ୍ରଭୁ ଆବିର୍ଭୂତ ହେବା ଜାଣି ବହୁ ପୂର୍ବରୁ ତାଙ୍କର ଅଜା ନୀଳାମ୍ବର ଚକ୍ରବର୍ତ୍ତୀ କହିଥିଲେ ଯେ ହେ ସଚି, ତୁମ ଗର୍ଭରେ ଜଣେ ଆସିବେ ବିଶ୍ୱ ପାଳକ, ବିଶ୍ୱକୁ ଉଦ୍ଧାର କରିବା ପାଇଁ, ଜଗତକୁ ଉଦ୍ଧାର କରିବା ପାଇଁ, କଳିଯୁଗ ମାନବକୁ ସ୍ୱତନ୍ତ୍ର ମାର୍ଗ ଦର୍ଶାଇବା ପାଇଁ ଜଣେ ପୁତ୍ର ଜନ୍ମ ହେବେ, ସେ ହେବେ ବିଶ୍ୱ ପାଳକ। ସେଥିପାଇଁ ନାମ ତାଙ୍କର ରଖାଗଲା ବିଶ୍ୱମ୍ଭର। ତା ପୂର୍ବରୁ ବିଶ୍ରୀ ଶାନ୍ତିପୁରରୁ ଏବଂ ଚୈତନ୍ୟ ମହାପ୍ରଭୁ ଅଛନ୍ତି ଚାରି ପାର୍ଶ୍ୱଦ, ଆପଣ ଜାଣିଛନ୍ତି, ଯାହାକୁ ଆମେ କହୁ ପଞ୍ଚତତ୍ଵ। ଚୈତନ୍ୟ, ଶ୍ରୀ ନିତ୍ୟାନନ୍ଦ, ଶ୍ରୀ ଅଦ୍ୱୈତ, ଶ୍ରୀ ଗଦାଧର, ଶ୍ରୀଦାସ ପଣ୍ଡିତ, এই 5 ଜଣ ଯଦି 5 ଜଣ ନେଇକି କୁହାଯାଏ ପଞ୍ଚତତ୍ଵ। ଯେତେବେଳେ ଚୈତନ୍ୟ ମହାପ୍ରଭୁ ଜନ୍ମଗ୍ରହଣ କଲେ, ଶାନ୍ତିପୁରରେ ଅବସ୍ଥାନ କରୁଥିଲେ, ଅଦ୍ୱୈତାଚାର୍ଯ୍ୟଙ୍କ ଧର୍ମପତ୍ନୀ ସୀତା ଦେବୀ, ସେ କିଏ? ସିଏ ହେଉଛନ୍ତି ପୌର୍ଣ୍ଣମାସୀ। ଆପଣଙ୍କର ବ୍ରଜପୁରରେ ଗୋପୀମାନେ ବାଲୁକା ପୂଜା କରି ଶ୍ରୀକୃଷ୍ଣଙ୍କ ସହିତ ରାସରେ ମିଳିତ ହେବା ପାଇଁ ଯିଏ ପରାମର୍ଶ ଦେଇଥିଲେ ବାଲୁକା ପୂଜା କର, କାତ୍ୟାୟନୀ ବ୍ରତ କର, ସେ ଆଉ କେହି ନୁହନ୍ତି ପୌର୍ଣ୍ଣମାସୀ, ଯାହାଙ୍କର ପୁତ୍ର ହେଉଛନ୍ତି ସାନ୍ଦୀପନୀ ମୁନି। ଏବଂ ତାଙ୍କର ସେ ଯେଉଁ ପୌର୍ଣ୍ଣମାସୀ ଚୈତନ୍ୟ ମହାପ୍ରଭୁଙ୍କର ସମୟରେ ସେ ଅଦ୍ୱୈତାଚାର୍ଯ୍ୟଙ୍କର ପତ୍ନୀ ଭାବରେ ସେ ଥିଲେ ସୀତା ଦେବୀ। ଯେତେ ଶୁଣିଲେ ଚୈତନ୍ୟ ମହାପ୍ରଭୁ ଜନ୍ମଗ୍ରହଣ କରିଛନ୍ତି, ଶାନ୍ତିପୁରରୁ ଆସିଲେ ଏବଂ କ'ଣ ଦେଖିଲେ ନା ଚୈତନ୍ୟ ମହାପ୍ରଭୁଙ୍କ ପାଦ ପଦ୍ମରେ 18 ଚିହ୍ନ ଯାହା ରହିଛି ଭଗବାନଙ୍କର, ସେ ଚିହ୍ନକୁ ଚିହ୍ନିଲେ, ଦେଖିଦେଲେ ଏବଂ ସାଙ୍ଗେ ସାଙ୍ଗେ ମଥା ପ୍ରତି ପ୍ରଣାମ ଜ୍ଞାପନ କଲେ। ସମସ୍ତେ ସାଧୁସନ୍ଥମାନେ ଆସିଲେ, ଦେଖିଲେ ଏବଂ ଚୈତନ୍ୟ ମହାପ୍ରଭୁ ଲମ୍ବ ଲମ୍ବି ପଡ଼ିଗଲେ। କାହିଁକି ନା ସେ ହେଉଛନ୍ତି ଭଗବାନଙ୍କର ଶ୍ରୀକୃଷ୍ଣଙ୍କର କ'ଣ ନା ପ୍ରମାଣ ହେଉଛନ୍ତି କୃଷ୍ଣଦାସ କବିରାଜ ଗୋସ୍ୱାମୀ କହିଲେ ଯେ ସେ କିଏ ଜନ୍ମ ହେଲେ, ଯୋଡ଼ିଏ କାରଣ ପାଇଁ ସିଏ ଜନ୍ମ ହୋଇଛନ୍ତି। କୋଉ ଦୁଇଟା କାରଣ? କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି 2ଟି କାରଣ। ଯେଉଁ ଶୁଦ୍ଧ ଭକ୍ତି ପାଶରେ ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ଆବଦ୍ଧ କରିଥିଲେ, ତ୍ରେତୟାର ଗୋପୀମାନେ ଯେତେବେଳେ ଭଗବାନଙ୍କ ରାମଚନ୍ଦ୍ରଙ୍କର ଅଭିନବ ରୂପ ଲାଭରେ ବିମୁଗ୍ଧ ହୋଇ ପ୍ରାର୍ଥନା କରିଥିଲେ, ପ୍ରଭୁ ଆମେ ଆପଣଙ୍କୁ କାନ୍ତ ରୂପରେ ପାଇବାକୁ ଚାହୁଁଛୁ, ଆମକୁ କାନ୍ତା କରିଦିଅନ୍ତୁ, ଆପଣ ଆମର କାନ୍ତ ହୁଅନ୍ତୁ। ଗୋପାଙ୍ଗନା ଭାବରେ ବ୍ରଜପୁରରେ ଜନ୍ମଲାଭ କରିବ ଏବଂ ସେ
ସେତିକିବେଳେ ତୁମେ ମୋ ସହିତ ମିଳିତ ହୋଇପାରିବ। ତୁମର କାମନା ଯଶବନ୍ତ ଅନନ୍ତ ଏବଂ ଜଗନ୍ନାଥ ଇଏ ହେଉଛନ୍ତି ଓଡ଼ିଶାର ପ୍ରାଣ କହିଲେ ଅତ୍ୟୁକ୍ତି ହେଉନାହିଁ। ଏମାନେ ହେଉଛନ୍ତି ଜ୍ଞାନ ମିଶ୍ରା ଭକ୍ତିର ଉଦ୍ଘୋଷ। ଜ୍ଞାନ ଏବଂ ଭକ୍ତି ମିଶ୍ରିତ ଅଛି। ଏବଂ ଚୈତନ୍ୟ ମହାପ୍ରଭୁ କଣ କଲେ ନା ରାଗାନୁଗ ଭକ୍ତିକି ପୂଜା କରିବା। ସେ ରାଗାନୁଗ ଭକ୍ତି ରାଗାନୁଗ ଭକ୍ତିର ଉଦ୍ଘୋଷିକା ହେଉଛନ୍ତି ମା ରାଧାରାଣୀ। ତେଣୁ ତେଣୁ ମା କହଇ ମନ ଦେଖିବା ଚାଲେ ଦେଖିବା କେତେ ଦିନ ବାନ୍ଧିଛୁ ଛୁଟିଲେ ଛୁଟିଲେ କେତେ ଦିନ ବାନ୍ଧିଛୁ ଖଣ୍ଡିରେ ଖଣ୍ଡି ପିଙ୍ଗଳା ଜାଣିପାରିଲେ ନାହିଁ ଯେ ରାଧାଙ୍କର ଭଲ ପାଇବା ତାର କେତେ ଥିଲା, ତାର ଘନତ୍ୱ କେତେ କେତେ ଭଲ ପାଉଥିଲେ ସେ ଏକଥା ଜାଣିବା ପାଇଁ ଆଜି ରାଧାକୃଷ୍ଣଙ୍କର ମିଳିତ ଭାବରେ ଚୈତନ୍ୟ ରୂପରେ ହେଲେ ଆବିର୍ଭୂତ। କ'ଣ ଥିଲା ଦ୍ୱିତୀୟ କାରଣ? ଦ୍ୱିତୀୟ କାରଣ ହେଉଛି ଶ୍ରୀକୃଷ୍ଣଙ୍କର ମାଧୁର୍ଯ୍ୟ କିପରି, ଯେଉଁ ମାଧୁର୍ଯ୍ୟକୁ ସନ୍ଦର୍ଶନ କରି ଗୋପୀମାନେ ପାଗଳ ହେଇଯାଉଥିଲେ, ଗୋପୀମାନେ ବିନୀତ ରଜନୀରେ ଠିକ୍ ମଧ୍ୟରାତ୍ରିରେ ଶ୍ରବଣ କରିକି ଏବଂ ସେ ସ୍ୱନ ଧାଇଁ ଆସୁଥିଲେ, ନିଜ ପିଲାକୁ ଛାଡ଼ି ସ୍ୱାମୀକି ଛାଡ଼ି ସବୁକିଛି କାର୍ଯ୍ୟକୁ ପଛରେ ପକାଇ ଯାଇଯାଉଥିଲେ। କାହିଁକି? ଶ୍ରୀକୃଷ୍ଣଙ୍କର ରୂପଲାବଣ୍ୟ ଯେଭଳି ଚିତାକର୍ଷକ ଥିଲା, ତାଙ୍କ ମାଧୁର୍ଯ୍ୟ ଏତେ ଆନନ୍ଦପ୍ରଦ ଥିଲା, ସେଇ ଆନନ୍ଦକୁ ସେଇ ମାଧୁର୍ଯ୍ୟକୁ ଆସ୍ୱାଦନ କରିବା ପାଇଁ ଗୋପୀମାନେ ଧାଇଁ ଆସୁଥିଲେ। ପ୍ରଭୁ ଚାହିଁଲେ, ଶ୍ରୀକୃଷ୍ଣ ଚାହିଁଲେ କ'ଣ ଥିଲା ମୋ ମାଧୁର୍ଯ୍ୟ, ଶ୍ରୀକୃଷ୍ଣ ମାଧୁର୍ଯ୍ୟ କିପରି ତାହା ଜାଣିବା ଥିଲା ମଧ୍ୟ ପ୍ରଭୁଙ୍କର ଉଦ୍ଦେଶ୍ୟ। କ'ଣ ତା ତୃତୀୟ କାରଣ? ତୃତୀୟ କାରଣ ହେଉଛନ୍ତି ସେଇ ମାଧୁର୍ଯ୍ୟକୁ ମହାଭାବ ସ୍ୱରୂପିଣୀ ମା ରାଧାରାଣୀ ଆସ୍ୱାଦନ କରି ଯେଉଁ ସୁଖ ଲାଭ କରୁଥିଲେ, ସେ ସୁଖ ଥିଲା କିପରି? এই ତିନି ଗୋଟି କାରଣକୁ ଚରିତାର୍ଥ କରିବା ପାଇଁ ପ୍ରଭୁ ଆଜି ଏକାଧାରରେ ମା ରାଧାରାଣୀ ଏବଂ ପ୍ରଭୁ ଶ୍ରୀକୃଷ୍ଣ ଏକ ମିଳିତ ମୂର୍ତ୍ତିରେ, ଏକ ମିଳିତ ଶରୀରରେ ଆସି ଆବିର୍ଭୂତ ହେଲେ ଧରାଧାମରେ। ସେ ମୂର୍ତ୍ତି ହେଉଛନ୍ତି କିଏ? ଚୈତନ୍ୟ ମହାପ୍ରଭୁ। ଏବଂ ସପ୍ତମ ସ୍କନ୍ଧ ନବମ ଅଧ୍ୟାୟ ଗୋଟେ ଶବ୍ଦ ଛନ୍ନ ପ୍ରଭୁ, ଅର୍ଥାତ୍ ଭଗବାନ ତାଙ୍କ ଯେଉଁ ସ୍ୱରୂପ ଶ୍ୟାମକାନ୍ତି ଯୁକ୍ତ ଶରୀରକୁ ଲୁଚେଇ ଦେଲେ। ଲୁଚେଇ କୋଉ ସ୍ୱର ଧାର କଲେ ନା ଗୌରକାନ୍ତି ରାଧାଙ୍କର ରୂପରେ ଆବିର୍ଭୂତ ହେଲେ। ଏବଂ ଚୈତନ୍ୟ ମହାପ୍ରଭୁ ରୂପ ହେଉଛି ଗୌରକାନ୍ତି ଯୁକ୍ତ, ତାଙ୍କ ନାଁ ସେଥିରେ କୁହାଯାଇଛି ଗୌରାଙ୍ଗ ମହାପ୍ରଭୁ ଭାବରେ ତାଙ୍କୁ ଅଭିହିତ କରାଯାଏ। ତେଣୁ
ଆଜି ମହାପ୍ରଭୁଙ୍କୁ ତାଙ୍କ ସ୍ୱର ଆଜି ଆଚ୍ଛନ୍ନ ହେଇଛି କୋଉଥିରେ ନା ମା ରାଧାରାଣୀଙ୍କ ରୂପରେ। ଆଜି ପ୍ରଭୁ ତାଙ୍କର ଯୋଉ ଶ୍ୟାମକାନ୍ତିକୁ ତାଙ୍କର ରୂପକାନ୍ତିକୁ ଆଜି ଲୁଚି ଦେଇଛନ୍ତି। ଭାଗବତର ଆଉ ଥରେ କହୁଛି ଆପଣମାନଙ୍କୁ ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ ଛନ୍ନ କହୁ ମୂଳ ବ୍ୟାସଦେବଙ୍କ ଶ୍ଲୋକ ଦେଖିବେ ସେ କୁଣ୍ଡଳାକୃତି ହେଇଗଲା, ଚାରି ଗୋଲ ବୁଲିଗଲା ଏବଂ ତା ମଝିରେ ପ୍ରଭୁ ଚୈତନ୍ୟ ଦେବ ଶୋଇ ପଡ଼ିଲେ। ଆଶ୍ଚର୍ଯ୍ୟ ହେଲେ ପିତାମାତା, ବିଶ୍ୱାଭିଭୂତ ହେଲେ, ସାପ ଦଂଶନ କରିବ ପୁତ୍ର ଆଜି ପ୍ରାଣ ନାଶ ହୋଇଗଲା। କିନ୍ତୁ ପ୍ରଭୁ ଆରାମ ଶୋଇଗଲେ ଏବଂ କିଛି ସମୟ ପରେ ପ୍ରଭୁ ଉଠି ଆସିଲେ, ଗୁଣୁଗୁଣି ପଳେଇ ଆସିଲେ, ସାପ ଚାଲିଗଲା। ଏବଂ ସେତିକି ନୁହେଁ, ପ୍ରଭୁ ଯଦି ଦିନ ଚୋର ଆସିଲେ ତାକୁ ଚୋରି କରିବା ପାଇଁ, ତେଣୁ ସେମାନେ କ'ଣ କଲେ ନା ଲୋଭାଗ୍ରସ୍ତ କରି ଚୈତନ୍ୟଙ୍କୁ କୁଣ୍ଢେଇକି କାନ୍ଧରେ ବସେଇ ଦେଲେ। କିନ୍ତୁ ଦୂରକୁ ନେଇ ଆମେ ସେ ସୁନାକୁ ଅଳଙ୍କାରକୁ ଲୁଟି ନେବୁ। ଯେତେବେଳେ କାନ୍ଧରେ ବସେଇ ଯାଉଛନ୍ତି ତାଙ୍କ ବିଭ୍ରମ ଘଟିଲା। ସେମାନେ ଦୂରକୁ ଯିବା ପରିବର୍ତ୍ତେ ଯାଇ ଜଗନ୍ନାଥ ମିଶ୍ରଙ୍କ ଘରେ ପହଞ୍ଚିଗଲେ। ସେମାନେ ଯାଇକରି ନିଜେ ତାଙ୍କ ପିତାଙ୍କ ଘରେ ପହଞ୍ଚିଗଲେ। ଆଶ୍ଚର୍ଯ୍ୟ ହେଲେ ଚୋର, କ'ଣ ହେଲା ଆମେ ନେଉଥିଲୁ ଦୂରକୁ ନେଇଥାନ୍ତୁ, ସୁନା ଅଳଙ୍କାର ଝାପି ନେଇଥାନ୍ତୁ, ଲୁଟି ନେଇଥାନ୍ତୁ, କିଏ ପ୍ରକାର କାହିଁକି ମତେ ବିଭ୍ରମ ଘଟିଲା। ତାଙ୍କ କାହିଁ ସେ ପଥବଣା ହେଲେ ସେ ଅନୁଭବ କଲେ ଏଇ ବାଳକର ପ୍ରଭାବରେ ବାଳକକୁ ସ୍ପର୍ଶ କରିଥିବାରୁ ଆଜି ଆମ ଚିତ୍ତ ବିଭ୍ରମ ଘଟିଲା, ମତେ ବିଭ୍ରମ ଘଟିଲା। ଆମେ ତାଙ୍କ ଦୂରକୁ ଆସିଲୁ ଏବଂ ସେ ଲମ୍ ହୋଇ ପଡ଼ିଗଲେ, କ୍ଷମାଭିକ୍ଷା କଲେ। ଆଉ କ'ଣ କଲେ ନା ତାଙ୍କ ଘରକୁ ଜଗନ୍ନାଥ ମିଶ୍ରଙ୍କ ଘରକୁ ତୀର୍ଥାଟନରେ ବ୍ରାହ୍ମଣ ଆସିଥାନ୍ତି। ତୀର୍ଥ ପର୍ଯ୍ୟଟନ କରି ତାଙ୍କ ଘରେ ଆଶ୍ରୟ ନେଇଥାନ୍ତି ଏବଂ ସେ ବ୍ରାହ୍ମଣ ଯେତେ ରୋଷେଇ କରୁଥାନ୍ତି ପ୍ରଭୁଙ୍କୁ ଅର୍ପଣ କଲାବେଳେ ଚୈତନ୍ୟ ମହାପ୍ରଭୁ ଆସି ଖାଇ ଦେଉଥାନ୍ତି, ଭକ୍ଷଣ କରୁଥାନ୍ତି। ବ୍ରାହ୍ମଣ ଥରେ କଲେ, ଦ୍ୱିତୀୟ ଥରକୁ ନେଇକି ଲୁଚେଇ ରଖିଲେ ଚୈତନ୍ୟ ମହାପ୍ରଭୁଙ୍କୁ। ପୁନର୍ବାର ଦେଖିଲେ ଚୈତନ୍ୟ ମହାପ୍ରଭୁ ଆସି ଭକ୍ଷଣ କରୁଛନ୍ତି, ସମର୍ପଣ କରୁଛନ୍ତି ଭଗବାନଙ୍କୁ। ଏବଂ ତୃତୀୟ ଥର କହିଥିଲେ ବ୍ରାହ୍ମଣ ରୋଷେଇ କରନ୍ତି ଏବଂ ଚୈତନ୍ୟ ମହାପ୍ରଭୁ ଘର ଭିତରେ ପୁଣି ଚାବି ଦିଆଯାଇଛି, ସେତେବେଳେ ମଧ୍ୟ ଜଣେ ସମର୍ପଣ କରନ୍ତି। ଚୈତନ୍ୟ ମହାପ୍ରଭୁ ବାଳ ଗୋପାଳ ରୂପରେ ଆସିକି ସେ ଖାଦ୍ୟକୁ ଗ୍ରହଣ କରିଥିଲେ। এইভাবে আমরা দেখি সেইটি সে ব্রাহ্মণকে চৈতন্য মহাপ্রভু দর্শন দেলে বাল গোপাল রূপে এবং কহিলে মু তো খাদ্য গ্রহণ করছি, তু অনায়াসে খাদ্য গ্রহণ কর। এবং যেভাবে ভাবে মাটি খাইছে প্রভু শ্রীকৃষ্ণ সেভাবে ভাবে মধ্যে সে মাটি মধ্যে ভক্ষণ করছেন। এবং নামকরণ সময় যেতবে তাঁর পাখে ধোয়া যাই কোণ সোনা রূপা কৌড়ি ইত্যাদি রখাযাই, প্রভু নেই ভাগবত পোথিকি আলিঙ্গন করেছেন, ভাগবত পোথিকে পুরাতত্ব କରିଦେଇଛନ୍ତି। এই হচ্ছে অলৌকিক মহিমা প্রদর্শন করছেন এবং পরবর্তী সময় ঈশ্বর পূর্ণ দীক্ষা গ্রহণ করছেন। কেশব ভারত সাহু সন্ন্যাসী দীক্ষা গ্রহণ করে 1510 আসছেন কোটিকি না আপনার নিরাজରେ আগমন করছেন। এবং তা পূর্বରୁ ମଧ୍ୟ দীক্ষা গ্রহণ সময় পরে পরে সে অনেক পণ্ডিত ମାନଙ୍କୁ ভিତରେ পড়ে ষড়ভুজ গৌরাঙ্গ রূপ দর্শন ଦେଇଛନ୍ତି। ଯଦି ଆପଣ ଯିବେ ପୁରୀ ଯିବେ, একমাত্র মহাপুরুষ ভাবে এক যুগাবতার ভাবে চৈতন্যଙ୍କ ମୂର୍ତ୍ତି ପୂଜା ପାଉଛନ୍ତି ଦକ୍ଷିଣ ଦ୍ୱାରରେ। ଏବଂ ଷড়ଭୁଜ ଛଅଟା ଭୁଜ କଣ ଧାରଣ କରୁଛନ୍ତି? ରାମଙ୍କର ଧରିଛନ୍ତି କାଣ୍ଡ କୋଦଣ୍ଡ এবং কৃষ্ণଙ୍କ ধারণ করছেন বংশী, দুই হাতের বংশী ধারণ করছেন এবং চৈতন্যଙ୍କର দুই হাত গণ্ড কমণ্ডল ধারণ করছেন। ছটা ভুজরে সে ধারণ করছেন ষড়ভুজ গৌরাঙ্গ উপরে সার্বভৌমଙ୍କୁ দর্শন ଦେଇଛନ୍ତି। এবং আপনার 1534 খ্রিস্টাব্দে যেতবে প্রভু আসি বিজয় করছেন আপনার গুণিত সংহিতার উল্লেখ করে এবং চৈতন্য মহাপ্রভু এই ଦେଇଛନ୍ତି କ'ଣ ନା ନାମ ସଂକୀର୍ତ୍ତନ କରିବା ଶିକ୍ଷା ଦେବା ସହିତ ଏକ ଦର୍ଶନ ଦେଇଛନ୍ତି, ଯାହାକୁ ଆମେ କହୁ ଆପଣଙ୍କର ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱ ଦର୍ଶନ। ଅର୍ଥାତ୍ ଶଙ୍କରାଚାର୍ଯ୍ୟ କହିଲେ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ଅଦ୍ୱୈତବାଦ ପ୍ରଚାର କଲେ ଶଙ୍କରାଚାର୍ଯ୍ୟ। ତାପରେ ପରେ ଆସିଲେ ରାମାନୁଜ, ସେ କହିଲେ କ'ଣ ନା ବିଶିଷ୍ଟ ଦ୍ୱୈତବାଦ କହିଲେ ଯେ ରାମାନୁଜ କହିଲେ ବ୍ରହ୍ମ ସତ୍ୟ ଜଗତ ବି ସତ୍ୟ। ତାପରେ କିଏ ଆସିଲେ ଆସିଲେ ମାଧ୍ୱାଚାର୍ଯ୍ୟ ଶୁଦ୍ଧ ଦ୍ୱୈତବାଦ, ସେ ମଧ୍ୟ ସେ କହିଲେ ଜଗତ ସତ୍ୟ ଏବଂ ବ୍ରହ୍ମ ମଧ୍ୟ ସତ୍ୟ। ତାପରେ ଆସିଲେ ନିନ୍ଦାକାଚାର୍ଯ୍ୟ ଦ୍ୱୈତବାଦ ପ୍ରଚାର କଲେ ଏବଂ ପରିଶେଷରେ এই ଚାରି ସନ୍ଥଙ୍କର ସୌଧ ଉପରେ এই ଚାରି ସନ୍ଥଙ୍କର ଯେଉଁ ତାଙ୍କ ନିଷ୍କର୍ଷ ତାଙ୍କ ଦର୍ଶନକୁ ସମ୍ମାନ ଦେଇ ଚୈତନ୍ୟ ମହାପ୍ରଭୁ ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱ ପ୍ରଚାର କଲେ। କ'ଣ ସେ ତତ୍ତ୍ୱ, କ'ଣ ସେ ଅଚିନ୍ତ୍ୟ ଭେଦାଭେଦ ସମଗ୍ର ଭାବରେ 2 ମିନିଟ୍ କହି অচিন্ত্য ভেদাভেদ তত্ত্ব অর্থ হচ্ছে ব্রহ্ম সত্য, ঈশ্বর সত্য, তাকে আমি অস্বীকার করে না এবং ঈশ্বর সহিত এই জীব মধ্যে সত্য, এই জগত মধ্যে সত্য। ঈশ্বর জীব জগৎ এসব সত্য, কেউ অসত্য নয়। এবং ভগবানଙ୍କ সত্তা ହିଁ ବହୁଛି ଅଂଶ, ଗୋଟେ ସାଗର ଗୋଟେ ବିନ୍ଦୁ, ଉଭୟଙ୍କର ଲକ୍ଷଣ ସମାନ। জীবর চেতনা আছে, ভগবানকে চেতনা আছে, এ হচ্ছে অভেদ।
भगवान जहाँ जीव से जीवर अच्छी क्रिया शक्ति भगवान क्रिया शक्ति अच्छी ये हूँ अभेद अभेद नुहे भेद कौट रहा भेद हूँ जीव हूँ मायाधीन भगवान मायाधीश माया सृष्टि कर भगवान आप जो भगवान तीन शक्ति रही अंतरंगा बहिरंगा तटस्थ अंग ऊर्धे अचिंत्य चिंता कर भगवान गुण को आम चिंता करें ना भगवान कौ स्तर अच्छा जो माया जो सृष्टि चिंता करें समर्थ नहूँ तेणु चैतन्य महाप्रभु कहले भगवान सृष्टि जो सृष्टि आप नाम जानते भागवतर द्वितीय स्कंदर पंचम अध्याय मन रखु आज्ञा तृतीय स्कंदर पंचम अध्याय 26 अध्याय सृष्टि तत्व केमी सृष्टि है भगवान प्रथम एक अहम बहुत श्याम न्याय प्रथम चाहिए सृष्टि की विस्तार करने किसी सचना करने सृष्टि कले क्या ना अविद्या अविद्या त्रिगुण भितर सत्य जन्म भितर सत्य गुण सृष्टि विष्णु रज गुण ब्रह्मा तम गुण शंकर सृष्टि कले महतत्व ये महतत्व सृष्टि अहंकार अहंकार मध्य तीन भाग सात्विक राजस तामस वैकारिक वैजस तामस एवं वैकारिक सृष्टि मन एवं मनर देवता मान रही शरीर जो इंद्रिय देवता मान एवं तैजस सृष्टि किए ना पंच ज्ञानेन्द्रिय पंच कर्मेन्द्रिय एवं तामस सृष्टि तामस अहंकार सृष्टि पंच तन्मात्रा पंच महाभूत ये भाव में सृष्टि तत्व भागवतर द्वितीय स्कंदर पंचम अध्याय तृतीय स्कंदर पंचम अध्याय 26 अध्याय तेणु ये जो तत्व को बुझाई आम समर्थ हो पार ना भगवान तत्व आज चैतन्य महाप्रभु जो देती अवदान अचिंत्य भेदाभेद तत्व सहित कलिले महामंत्र को आज सर्वदा ज्ञान कर